ବୁଦ୍ଧଂ ଶରଣଂ ଗଚ୍ଛାମି। ଆଜି ବୈଶାଖ ପୂର୍ଣ୍ଣିମା। ଏହା ବୁଦ୍ଧ ପୂର୍ଣ୍ଣିମା ନାମରେ ବିଖ୍ୟାତ। ଭଗବାନ ବୁଦ୍ଧ ଆଜିର ଦିନରେ ନେପାଳ କପିଳବାସ୍ତୁଠାରେ ଖ୍ରୀଷ୍ଟପୂର୍ବ 563ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ସୁଧୋଦନ ଓ ମାତା ମାୟା ଦେବୀ। ସେମାନେ ଲିଚ୍ଛବୀ ରାଜବଂଶୀୟ ଓ ଶାକ୍ୟ ଶାଖାର, ତେଣୁ ଗୌତମ ବୁଦ୍ଧଙ୍କୁ ଶାକ୍ୟ ମୁନି ମଧ୍ୟ କୁହାଯାଏ। ଯୌବନ ସମୟରେ ପ୍ରଚଣ୍ଡ ବୈରାଗ୍ୟର ବଶବର୍ତ୍ତୀ ହୋଇ ସେ ରାଜକୀୟ ଐଶ୍ୱର୍ଯ୍ୟ ପରିତ୍ୟାଗ କରି ସନ୍ନ୍ୟାସୀ ହୋଇଥିଲେ। ନେପାଳ ଲୁମ୍ବିନୀଠାରେ ନିର୍ମିତ ବୁଦ୍ଧଙ୍କର ଜନ୍ମସ୍ଥାନରେ ଥିବା ମନ୍ଦିର ଓ ସେଠାରେ ପୂଜା ପାଉଥିବା ଭଗବାନ ବୁଦ୍ଧଙ୍କର ସ୍ୱର୍ଣ୍ଣ ପ୍ରତିମାର ଫଟୋ ଦିଆଯାଇଛି। ସତ୍ୟ ଓ ଅହିଂସାର ପୂଜାରୀ ବୁଦ୍ଧଦେବଙ୍କୁ ଭଗବାନ ବିଷ୍ଣୁଙ୍କର ନବମ ଅବତାର ହିସାବରେ ହିନ୍ଦୁମାନେ ପୂଜା କରନ୍ତି। ବୌଦ୍ଧ ଧର୍ମ ଏସିଆ ମହାଦେଶରେ ସର୍ବାଧିକ ପ୍ରସାର ଓ ଆଦୃତ ଲାଭ କରିଥିବା ଧର୍ମ, ତେଣୁ ଭଗବାନ ବୁଦ୍ଧଙ୍କୁ ଲାଇଟ୍ ଅଫ୍ ଏସିଆ ମଧ୍ୟ କୁହାଯାଇଥାଏ। ବୁଦ୍ଧଂ ଶରଣଂ ଗଚ୍ଛାମି